ଆଚ୍ଛା ଆସିଗଲେ ତ ସମସ୍ତେ, ଚାଲ ଖେଳ ଷ୍ଟାର୍ଟ କର। ତାହେଲେ ବ୍ୟାଟିଂ ଆଗ କିଏ କରିବ? କିଏ କରିବ ମାନେ? ଆମେ ଟସ୍ ଜିତଛୁ, ଆମେ ଆଗ ବ୍ୟାଟିଂ କରିବୁ। ଭଲ ହେଇଛି ଏମାନେ ଟସ୍ ଜିତି ଯାଇଛନ୍ତି। ଏମାନେ ଆଗ ବ୍ୟାଟିଂ କରନ୍ତୁ, ଆଙ୍କୁ ଜମା ଆଉଟ୍ କରନା। ବଲ୍ ଖୋଇ ଖୋଇ ଓଭର ସାରିଦେ। ଇଏ କୋଉ ଭଳିଆ କଥା ବାପା? ତୋ ମା ଗଇତା ଭଳିଆ କଥା। ହେଲେ ବାପା ଟସ୍ ତ ଆମେ ଜିତିଛେ, ତାଙ୍କୁ ବ୍ୟାଟିଂ କରିବା ପାଇଁ କ'ଣ ଦେଉଛୁ? କାହିଁକି ନା ଏ ପୁରା ଗାଁଟା ସାରା ଲୋକ ଜାଣିଛନ୍ତି ଏ ଜଗୁ ଯଦି ଥରେ ବ୍ୟାଟିଂ କରେ ତାହେଲେ ସେଞ୍ଚୁରୀ ନ କରିବା ପୂର୍ବରୁ ଆଉଟ୍ ହୁଏ ନାହିଁ। ଗାଁ ଲୋକ କଦଳୀଟା କହିଲେ ଏମିତିଆ ଜାଗାକୁ ବଲ୍ ପକେଇବି ଯେ ତ ମଝି ଗୋଡ଼ ଉପାଡ଼ି ଦେବି। ଶଳା ଖେଳ ଷ୍ଟାର୍ଟ ନ ହଉଣୁ ଏମାନେ କଲେଣି ଗଣ୍ଡଗୋଳ। ଇଏ ଖେଳ ଖେଳିବେ ନା ଖେଳିବେ ବାଳ? ଖାଲି ଖେଳ ଷ୍ଟାର୍ଟ ହେଇସାରୁ ତାପରେ ଜଣାପଡ଼ିବ କିଏ ଖେଳିଲା ବାଲା ଆଉ କିଏ ଦେଖିଲା ବାଲା। ଏତେ ଜୋରରେ ବଲ୍ ପକେଇବି ଯେ ତ କାନ ମୁଣ୍ଡରେ ଖାଲି ପବନ ବାଜିବ। ମୁଁ ଏତେ ଜୋରେ ବ୍ୟାଟ୍ ବୁଲେଇବି ଯେ ବ୍ୟାକଫୁଟ୍ ପଏଣ୍ଟ ଫିଲ୍ଡର ଦିହରେ ପବନ ବାଜିବ, ଯେମିତି ହେଲିକପ୍ଟର ଜୋନ୍ ମାରେ ଧୋନି। ନାଇଁ ଧୋନି ନା କରିବ? ଆରେ ତା ନାଁ ବା ଧୋନି। ହଁ ହଁ ସେଇ। ଆଉ ଇଏ ଆମର କ୍ରିକେଟର ଭଗବାନ ତେନ୍ତୁଲିକର। କ'ଣ ତେନ୍ତୁଲି ନା ଆମ୍ବୁଲ? ତା ନାଁ ତେନ୍ଦୁଲକର। ଶଳା ଏଇଟା ତ ନାଁ ନେଇ ପାରୁନାହିଁ ଠିକ୍ ସେ। କି ବାଳ ଖେଳ ଜାଣିଛି? ଆଉ ଇଏ ତ କିଛି ନୁହଁ, ବଲ୍ଟା ଯେଉଁଠି ପଡ଼େ ମୁଁ ସେଠି ବ୍ୟାଟ୍ ବୁଲାଏ ନାହିଁ। ମୁଁ ଯେଉଁଠି ବ୍ୟାଟ୍ ବୁଲେଇ ଦିଏ ବଲ୍ ଆପେ ଆପେ ସେଇଠି ପଡ଼ିଯାଏ। ଆଉ ଇଏ ତ କିଛି ନୁହଁ, ମୁଁ ଯେଡ଼େ ଜୋର ବ୍ୟାଟ୍ ବୁଲାଏ ବଲ୍ ବ୍ୟାଟ୍ରେ ବାଜିଲେ ଦ୍ୱିଖଣ୍ଡ ହୋଇଯାଏ। ତମେ ତିନି ଜଣ ଯଦି ଗୋଟାଏ ଟିମ୍ରେ ରହିବ ଆଉ ମୁଁ ଗୋଟାଏ ଟିମ୍ରେ ରହିବି, ତଥାପି ମୁଁ ତମ ଉପରେ ଭାରି ପଡ଼ିବି। ନାଇଁ ତୁ କ'ଣ କହୁଛୁ? ଆମକୁ ଖେଳ ଆସେ ନାହିଁ, ସେମିତିଆ କଥାବାର୍ତ୍ତା କରିବୁ ନାହିଁ କହୁଛି। କ'ଣଟା କରିବୁ ତୁ ନହେଲେ? ଦେଖ ମୁଁ ତତେ ଛାଡ଼ିବି ନାହିଁ କହୁଛି। ମୋ ଆଗରେ ସେମିତି ନାଲି ଆଖି ଦେଖେଇବୁ ନାହିଁ। ହେ ମୋ ବାଳ କଥା ବନ୍ଦ କର। ଶଳା ଏଠି ଖେଳିବାକୁ ଆସିଲ ନା ପଡ଼ିଆ ମଝିରେ ବଡ଼ ବଡ଼ ହେଉଛ। ଦେଖ ସାଡ଼େ ବର୍ଷା ଆଇଲାଣି। କଳା ହାଣ୍ଡିଆ ମେଘଟା ଏଡ଼େ ଜୋର ଘୋଟି ଆଇଲାଣି। ସମସ୍ତେ ମିଶିକି କୁହ ପେନ୍ସିଲ୍, କ୍ରିକେଟ୍ ଖେଳ କ୍ୟାନସେଲ୍। ଚାଲ।